ସୁନା ରୂପା ଯଦି କିଣି ପାରୁନାହାନ୍ତି ତେବେ ଅକ୍ଷୟ ତୃତୀୟାରେ କିଣନ୍ତୁ ଏହି 5ଟି ଜିନିଷ। ବୃଦ୍ଧି ହେବ ଧନ ସମ୍ପତ୍ତି ଏବଂ ମିଳିବ ମହାପୁଣ୍ୟ। ନମସ୍କାର ସାଙ୍ଗମାନେ, ଆଜି ଆପଣମାନଙ୍କୁ ସ୍ୱାଗତ ଅଟେ ଆଉ ଏକ ସୁନ୍ଦର ଏବଂ ମହତ୍ତ୍ୱପୂର୍ଣ୍ଣ ଭିଡ଼ିଓରେ। ଆପଣମାନେ ଜାଣିଥିବେ ଏହି ବର୍ଷ ଅକ୍ଷୟ ତୃତୀୟା 10 ମେ ଶୁକ୍ରବାର ଦିନ ପାଳନ କରାଯାଉଛି ଏବଂ ଏହି ତିଥିକୁ ବହୁତ ମହତ୍ତ୍ୱ ବୋଲି ମନାଯାଇଛି। ମାନ୍ୟତା ଅଛି କି ଏହି ଦିନ ବିନା ଦେଖି କୌଣସି ବି ଶୁଭ କାର୍ଯ୍ୟ କରିପାରିବେ, ଯେମିତିକି ଗୃହ ପ୍ରବେଶ, ନୂଆ ବ୍ୟବସାୟ ଆରମ୍ଭ କରିବାକୁ ଅତ୍ୟନ୍ତ ଶୁଭ ଫଳଦାୟୀ ବୋଲି ମନାଯାଇଥାଏ। ଜ୍ୟୋତିଷ ଶାସ୍ତ୍ର ଅନୁସାରେ ଅକ୍ଷୟ ତୃତୀୟା ଦିନ ଏହି 5ଟି ଜିନିଷ କିଣିବାକୁ ବହୁତ ଶୁଭ ମନାଯାଇଥାଏ ଏବଂ ଏହି 5ଟି ଜିନିଷକୁ କିଣିବା ଦ୍ୱାରା ଆପଣଙ୍କ ଧନ ସମ୍ପତ୍ତିରେ ବୃଦ୍ଧି ଘଟିଥାଏ ଏବଂ ପରିବାର ସଦସ୍ୟଙ୍କର ମଧ୍ୟ ଉନ୍ନତି ହୋଇଥାଏ। ଆସନ୍ତୁ ଜାଣିବା ଅକ୍ଷୟ ତୃତୀୟା ଦିନ କେଉଁ 5ଟି ଜିନିଷକୁ କିଣିବା ଉଚିତ। କିନ୍ତୁ ତା ପୂର୍ବରୁ ଯଦି ଆପଣ ଚାହୁଁଛନ୍ତି କି ମାତା ଲକ୍ଷ୍ମୀଙ୍କ କୃପା ସର୍ବଦା ଆପଣଙ୍କ ଉପରେ ରହୁ, ତାହେଲେ କମେଣ୍ଟ ବକ୍ସରେ 3 ଥର ଜୟ ମା ଲକ୍ଷ୍ମୀ ନିଶ୍ଚିତ ଲେଖନ୍ତୁ ଏବଂ ଯଦି ଭିଡ଼ିଓରେ କୁହାଯାଇଥିବା ତଥ୍ୟ ଆପଣଙ୍କୁ ପସନ୍ଦ ଆସେ ତାହେଲେ ଭିଡ଼ିଓଟିକୁ ଲାଇକ୍ କରି ଚ୍ୟାନେଲକୁ ସବସ୍କ୍ରାଇବ୍ କରିଦେବେ। ଆସନ୍ତୁ ଜାଣିବା ସେହି 5ଟି ଜିନିଷ ବିଷୟରେ। ନମ୍ବର 1 ହେଉଛି ଅକ୍ଷୟ ତୃତୀୟା ଦିନ ତୁଳା କିଣିବାର ବିଶେଷ ମହତ୍ତ୍ୱ ରହିଛି। ଯଦି ଆପଣ ସୁନା ରୂପା ଭଳି ଦାମୀ ଜିନିଷ କିଣି ପାରୁନାହାନ୍ତି, ତାହେଲେ ଏହି ଦିନ ତୁଳା କିଣିବାକୁ ବହୁତ ଶୁଭ ମନାଯାଇଥାଏ। ଅକ୍ଷୟ ତୃତୀୟା ଦିନ ତୁଳା କିଣିବା ଦ୍ୱାରା ଜୀବନରେ ଶାନ୍ତି ସଦାବେଳେ ରହିଥାଏ ଏବଂ ଧନ ଧାନ୍ୟରେ ବହୁତ ଭଲ ବୃଦ୍ଧି ହୋଇଥାଏ। ନମ୍ବର 2 ହେଉଛି ସମୁଦ୍ର ଲୁଣ। ଅକ୍ଷୟ ତୃତୀୟାରେ ସମୁଦ୍ର ଲୁଣ କିଣିବାକୁ ବହୁତ ଶୁଭ ମନାଯାଇଥାଏ। ସମୁଦ୍ର ଲୁଣର ସମ୍ବନ୍ଧ ଭୌତିକ ସୁଖ ସୁବିଧାର ସ୍ୱାମୀ ଶୁକ୍ର ଏବଂ ମାନସିକ ଶାନ୍ତିକାରକ ଗ୍ରହ ଚନ୍ଦ୍ରଦେବଙ୍କୁ ମନାଯାଇଥାଏ। ଏହି ଦିନ ସମୁଦ୍ର ଲୁଣକୁ କିଣିବା ଦ୍ୱାରା ଧନ ସମ୍ପତ୍ତିରେ ବୃଦ୍ଧି ହୋଇଥାଏ। କିନ୍ତୁ ଏହି ଦିନ ଭୁଲରେ ବି ସମୁଦ୍ର ଲୁଣକୁ ସେବନ କରନ୍ତୁ ନାହିଁ। ନମ୍ବର 3 ହେଉଛି ମାଟିର ପାତ୍ର, ମାଟିର ମାଠିଆ ବା ମାଟିର ଦୀପ। ଅକ୍ଷୟ ତୃତୀୟା ଦିନ ମାଟିର ମହତ୍ତ୍ୱ ସୁନା କିଣିବା ସହିତ ସମାନ ମନାଯାଇଥାଏ। ଯଦି ଆପଣ ଅକ୍ଷୟ ତୃତୀୟା ଦିନ ସୁନା ରୂପା କିଣି ପାରୁନାହାନ୍ତି, ତାହେଲେ ମାଟିର ପାତ୍ର ଯେମିତିକି ମାଠିଆ, ଦୀପ ଆଦି ଜିନିଷକୁ ଏହି ଦିନ ଘରକୁ ଆଣିବା ବହୁତ ଶୁଭ ମନାଯାଇଥାଏ। ଏମିତି କରିବା ଦ୍ୱାରା ଆପଣଙ୍କ ସମ୍ପତ୍ତିରେ ବୃଦ୍ଧି ହୋଇଥାଏ ଏବଂ ପରିବାର ସମସ୍ତ ବ୍ୟକ୍ତିଙ୍କର ଉନ୍ନତି ହୋଇଥାଏ। ଅକ୍ଷୟ ତୃତୀୟା ଦିନ ଯଅ କିମ୍ବା ହଳଦିଆ ସୋରିଷ କିଣିବା ବହୁତ ଶୁଭ ମନାଯାଇଥାଏ। ଏହି ଦିନ ଯଅ କିମ୍ବା ହଳଦିଆ ସୋରିଷ କିଣିବା ସୁନା ଏବଂ ରୂପା କିଣିବା ସହିତ ସମାନ ହୋଇଥାଏ। ଅକ୍ଷୟ ତୃତୀୟା ଦିନ ଏହାକୁ ଘରକୁ କିଣିକି ଆଣିବା ଦ୍ୱାରା ମାତା ଲକ୍ଷ୍ମୀଙ୍କର ଆଶୀର୍ବାଦ ମିଳିଥାଏ। ନମ୍ବର 5 ହେଉଛି ବାସନ ବା କଉଡ଼ି। ଅକ୍ଷୟ ତୃତୀୟା ଦିନ ବାସନ ଏବଂ କଉଡ଼ି କିଣିବାକୁ ବହୁତ ଶୁଭ ମନାଯାଇଥାଏ। ଏହି ଦିନ ତମ୍ବା ବା ପିତ୍ତଳ ବାସନ ଘରକୁ କିଣି ଆଣିପାରିବେ। ଏଭଳି କରିବା ଦ୍ୱାରା ଧନ ଧାନ୍ୟରେ ବୃଦ୍ଧି ହୋଇଥାଏ ଏବଂ କଉଡ଼ି
ମାତା ଲକ୍ଷ୍ମୀଙ୍କର ପ୍ରିୟ ଅଟେ ଏବଂ ଏହି ଦିନ କଉଡ଼ି କିଣି ଆଣି ମାତା ଲକ୍ଷ୍ମୀଙ୍କ ଚରଣରେ ରଖିଦିଅନ୍ତୁ। ଦେଖିବେ ଧନ ସମ୍ବନ୍ଧିତ ସବୁ ସମସ୍ୟା ଦୂର ହୋଇଯିବ। ସନାତନ ଧର୍ମରେ ଧନ ଧାନ୍ୟ ଏବଂ ସୁଖ ସମୃଦ୍ଧି ପାଇଁ ମାତା ଲକ୍ଷ୍ମୀଙ୍କ ପୂଜା ବିଷୟରେ କୁହାଯାଇଛି। ଏହି ବର୍ଷ ଅକ୍ଷୟ ତୃତୀୟାରେ ମାତା ଲକ୍ଷ୍ମୀଙ୍କ କୃପା ପାଇବା ପାଇଁ ତାଙ୍କର ଚରଣ ପାଦୁକାକୁ କିଣି ଘରକୁ ଆଣନ୍ତୁ ଏବଂ ଏହାକୁ ବିଧି ବିଧାନରେ ସ୍ଥାପିତ କରି ପ୍ରତିଦିନ ପୂଜା କରନ୍ତୁ। ମାଙ୍କ ଚରଣ ପାଦୁକାକୁ ପୂଜା କରିବା ଦ୍ୱାରା ଆପଣଙ୍କ ଭାଗ୍ୟ ବହୁ ଶୀଘ୍ର ଚମକି ଉଠିବ। ଅକ୍ଷୟ ତୃତୀୟା ଦିନ ଯଦି ଆପଣ ସୁନା ରୂପା କିଣି ପାରୁନାହାନ୍ତି ତାହେଲେ ଆପଣ ବିଲକୁଲ ନିରାଶ ହୁଅନ୍ତୁ ନାହିଁ। ଏହି ଦିନ ନିଜ ଘରେ ମାତା ଲକ୍ଷ୍ମୀଙ୍କର କୃପା ପାଇବା ପାଇଁ ଶ୍ରୀଯନ୍ତ୍ର ନେଇ ଆସନ୍ତୁ ଏବଂ ଏହାକୁ ବିଧି ବିଧାନର ସହିତ ସ୍ଥାପନ କରି ପ୍ରତିଦିନ ଶ୍ରୀଯନ୍ତ୍ରର ପୂଜା କରି ଶ୍ରୀ ସ୍ତୁତକ ପାଠ କରନ୍ତୁ। ହିନ୍ଦୁ ମାନ୍ୟତା ଅନୁସାରେ ଏମିତି କରିବା ଦ୍ୱାରା ଘର ସର୍ବଦା ଧନ ଧାନ୍ୟରେ ପରିପୂର୍ଣ୍ଣ ରହିଥାଏ। ଅକ୍ଷୟ ତୃତୀୟା ଦିନ ପାରଦ ଶିବଲିଙ୍ଗକୁ ଘରକୁ ଆଣି ସମ୍ପୂର୍ଣ୍ଣ ବିଧି ବିଧାନ ସହିତ ପୂଜା କରନ୍ତୁ। ଏହାଦ୍ୱାରା ମାତା ଲକ୍ଷ୍ମୀଙ୍କ ସହିତ ଭଗବାନ ଶିବଙ୍କର କୃପା ପ୍ରାପ୍ତି ହେବ ଏବଂ ଏହା ସହିତ ଘରେ କୁବେର ଦେବତାଙ୍କର ମଧ୍ୟ ବାସ ହୋଇଥାଏ। ସେଥିପାଇଁ ଅକ୍ଷୟ ତୃତୀୟା ଦିନ ପାରଦ ଶିବଲିଙ୍ଗ ନିଶ୍ଚିତ ଘରକୁ ଆଣନ୍ତୁ। ସାଙ୍ଗମାନେ ଆଜିର ଭିଡ଼ିଓରେ ଏତିକି। ଆଶା କରୁଛି ସାଙ୍ଗମାନେ ଆମ ଦ୍ୱାରା ଜଣାଯାଇଥିବା ତଥ୍ୟ ଏବଂ ଶାସ୍ତ୍ର ଅନୁସାରେ ଏହି ସମ୍ପୂର୍ଣ୍ଣ ବିବରଣୀ ଆପଣଙ୍କୁ ପସନ୍ଦ ଆସିଥିବ। ଆମର ଏହି ସୁନ୍ଦର ଏବଂ ମହତ୍ତ୍ୱପୂର୍ଣ୍ଣ ଭିଡ଼ିଓଟିକୁ ଶେଷ ଯାଏଁ ଦେଖିଥିବାରୁ ଆପଣମାନଙ୍କୁ ଅଶେଷ ଅଶେଷ ଧନ୍ୟବାଦ। ଆଉ ଯଦି ଏମିତି ଆହୁରି ଆଗକୁ ନୂଆ ନୂଆ ଭିଡ଼ିଓ ଦେଖିବା ପାଇଁ ଚାହୁଁଛନ୍ତି ତ ପ୍ଲିଜ୍ ଆମ ଚ୍ୟାନେଲକୁ ସବସ୍କ୍ରାଇବ୍ କରି ପାଖରେ ଥିବା ବେଲ୍ ଆଇକନ୍କୁ ପ୍ରେସ୍ କରିଦିଅନ୍ତୁ। ମୁଁ ଆଗକୁ ଯେତେବେଳେ ଏମିତି ନୂଆ ନୂଆ ଭିଡ଼ିଓ ନେଇକି ଆସିବି ଆପଣଙ୍କ ପାଖରେ ନୋଟିଫିକେସନ୍ ଯାଇକି ପ୍ରଥମେ ପହଞ୍ଚିଯିବ। ଧନ୍ୟବାଦ। ଜୟ ଜଗନ୍ନାଥ।